ମୋ ନାଁ ଦିନେଶ। ଆଜି ମୁଁ ଆପଣମାନଙ୍କୁ ପଢ଼େଇବି ଏ ଟେଲ୍ ଅଫ୍ ଟୁ ବାର୍ଡସ୍। ତ ଏଇ ସେକ୍ସନରେ ଆମେ ପଢ଼ିବା ଏ ମଦର ବାର୍ଡ and her two young ones lived in a forest. The mother was killed in a storm and the young birds were separated from each other. Each found a different home. ତ ଆମେ ଏବେ ଆରମ୍ଭ କରିବା। There once lived a bird and her two newborn babies in a forest. ଏହାର ଅର୍ଥ ହେଲା ଥରେ ଗୋଟିଏ ଚଢ଼େଇ ସେ ତାର ଦୁଇଟି ନବଜନ୍ମିତ ଶିଶୁଙ୍କ ସାଙ୍ଗରେ ଗୋଟିଏ ଜଙ୍ଗଲରେ ରହୁଥିଲା। They had a nest in a tall shady tree and there the mother bird took care of her little ones day and night. ସେଠାରେ ସେ ଗୋଟିଏ ଡେଙ୍ଗା ଗଛରେ ଯାହାର ଗଛର ଡାଳ ଗହଳିଆ ଥିଲା ସେଠାରେ ସେ ନିଜର ଦୁଇଟି ଛୁଆର ଯତ୍ନ ଦିନ ରାତି ନେଉଥିଲା। One day there was a big storm. There was thunder, lightning and rain and a wind blew down many trees. ତ ଦିନେ କ'ଣ ହେଇଛି, ଗୋଟିଏ ବଡ଼ ଝଡ଼ ଆସିଲା, ବିଜୁଳି ଚମକିଲା, ଘଡ଼ଘଡ଼ି ହେଲା, ବର୍ଷା ହେଲା ଆଉ ଗଛ ଡାଳ ସବୁ ଭାଙ୍ଗିଦେଲା। The tall tree in which the birds lived also came down. ତା ଅର୍ଥ ହେଲା ଯେଉଁ ଡେଙ୍ଗା ଗଛରେ ସେ ଚଢ଼େଇମାନେ ରହୁଥିଲେ ସେଟା ବି ପଡ଼ିଗଲା। A big heavy branch hit the nest and killed the bird. ଗୋଟିଏ ବଡ଼ ଓଜନିଆ ଶାଖାଟିଏ ବସାକୁ ଆଘାତ କଲା ଯାହାଦ୍ୱାରା ମା ଚଢ଼େଇଟା ମରିଗଲା। Fortunately for the baby birds, the strong wind blew them away to the other side of the forest. ସୌଭାଗ୍ୟବଶତଃ ଦୁଇଟି ଛୁଆ ଚଢ଼େଇ ସେମାନଙ୍କୁ ପବନ ଉଡ଼େଇ ନେଲା ଜଙ୍ଗଲର ଅନ୍ୟ ଆଡ଼କୁ। One of them came down near a cave where a gang of robbers lived. ସେମାନଙ୍କ ଭିତରୁ ଗୋଟିଏ ଛୁଆ ଚଢ଼େଇ ଗୋଟିଏ ଗୁମ୍ଫା ସାମ୍ନାରେ ପଡ଼ିଲା ଯେଉଁ ଗୁମ୍ଫାରେ କି ଡକାୟତ ଦଳ ରହୁଥିଲେ। The other landed outside a rishis ashram a little distance away. ଆଉ ଗୋଟିଏ ଛୁଆ ଚଢ଼େଇ ସେ ଗୋଟିଏ ଋଷିଙ୍କ ଆଶ୍ରମର ବାହାରେ ପଡ଼ିଲା। Days passed and the baby birds became big birds. ତ ଦିନ ସବୁ ଅତିବାହିତ କଲା ଆଉ ସେ ଛୁଆ ଚଢ଼େଇ ମାନେ ସବୁ ବଡ଼ ହୋଇଗଲେ। One day the king of the country came to the forest to hunt. ତ ଗୋଟିଏ ଦିନ ସେହି ଦେଶର ରାଜା ଜଙ୍ଗଲକୁ ଆସିଲେ ଶିକାର କରିବା ପାଇଁ। He saw a deer and rode after it. ସେ ଗୋଟିଏ ହରିଣ ଦେଖିଲେ ଆଉ ତାକୁ ଶିକାର କରିବା ପାଇଁ ତା ପଛେ ପଛେ ଦୌଡ଼ିଲେ। It ran deep into the forest and followed by the king. ତ ଏହା ଧୀରେ ଧୀରେ ବହୁତ ଜଙ୍ଗଲର ଭିତରକୁ ପଶିଗଲା। Soon the king lost his way and did not know where he was. ତ ରାଜା ନିଜ ରାସ୍ତା ହଜାଇଥିଲେ, ମାନେ ସେ ଜଙ୍ଗଲ ମଧ୍ୟରେ ହଜିଗଲେ ଆଉ ସେ ଜାଣିପାରିଲେ ନାହିଁ କେଉଁ ଆଡ଼େ ଯିବେ। Rode for a long time till he came to the other side of the forest. ସେ ଜଙ୍ଗଲରେ ବହୁତ ସମୟ ପର୍ଯ୍ୟନ୍ତ ଘୋଡ଼ା ଉପରେ ଚଢ଼ିକି ଚାଲିଲେ ଯେପର୍ଯ୍ୟନ୍ତ କି ସେ ଜଙ୍ଗଲର ଅନ୍ୟ ପାଖରେ ପହଞ୍ଚି ନ ଯାଇଛନ୍ତି। Very tired by now, he got off his horse and sat down under a tree that stood near a cave. ତ ବହୁତ କ୍ଳାନ୍ତ ହୋଇ ସେ ନିଜ ଘୋଡ଼ାରୁ ଓହ୍ଲାଇଲେ ଆଉ ଗୋଟିଏ ଗଛ ତଳେ ବସିଲେ ଯେଉଁ ଗଛ କି ଗୋଟିଏ ଗୁମ୍ଫା ପାଖରେ ଥିଲା। Suddenly he heard a voice cry out, "Quick, hurry up! There's someone under the tree. Come and take his jewels and his horse. Hurry, or else he will slip away." ତ ସେହି ସମୟରେ ସେ ଗୋଟିଏ ସ୍ୱର ଶୁଣିଲେ ଯାହାକି କହୁଥିଲା, ଜଲ୍ଦି କର ସେଠାରେ ଜଣେ ଅଛି
ଆସ ତାର ସୁନା ଗହଣା ତାର ଘୋଡ଼ା ସବୁ ନେଇଯିବ, ନହେଲେ ସେ ପଳେଇଯିବ। ଦ କିଙ୍ଗ ୱାଜ୍ ଆମେଜ୍ଡ। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। He looked up and saw a big brown bird on the tree under which he was sitting. ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ସେ ଯେଉଁ ଗଛ ତଳେ ଅଛନ୍ତି ସେହି ଗଛର ଉପରେ ଗୋଟିଏ ବଡ଼ ବ୍ରାଉନ୍ କଲର୍ର ଚଢ଼େଇଟିଏ ବସିଛି। He also heard faint noises issuing from the cave. ସେ ଦେଖିଲେ ଗୁମ୍ଫା ଭିତରୁ କିଛି ଶବ୍ଦ, କ୍ଷୁଣ୍ଣ ଶବ୍ଦ ମାନେ ଆସେ ତାଙ୍କୁ ଶୁଣାଗଲା। He quickly got on to his horse and rode away as fast as he could. ସେ ତତ୍କ୍ଷଣାତ୍ ତାଙ୍କ ଘୋଡ଼ା ଉପରେ ବସିଲେ ଏବଂ ଯେତେ ଶୀଘ୍ର ପାରିଲେ ସେତେ ଶୀଘ୍ର ସେ ସେଠାରୁ ପଲେଇ ଗଲେ। Soon he came to a clearing which looked like an ashram. ତାପରେ ଶୀଘ୍ର ସେ ଗୋଟିଏ ସଫା ଜାଗାକୁ ପହଞ୍ଚିଲା ଯାହାକି ଗୋଟିଏ ଆଶ୍ରମ ଭଳିଆ ଜଣାପଡ଼ୁଥିଲା। It was the Rishi's ashram. ଏହା ଥିଲା ଗୋଟିଏ ଋଷିଙ୍କ ଆଶ୍ରମ। The king tied his horse to a tree and sat down in its shade. ରାଜା ତାଙ୍କ ଘୋଡ଼ାକୁ ଗୋଟିଏ ଗଛରେ ବାନ୍ଧିଦେଲେ ଏବଂ ସେହି ଗଛର ଛାଇରେ ସେ ବସି ପଡ଼ିଲେ। Suddenly he heard a gentle voice announce, "Welcome to the ashram, sir. Please go inside and rest. The rishi will be back soon. There's some cold water in the pot. Please make yourself comfortable." ତାପରେ ତତ୍କ୍ଷଣାତ୍ ସେ ଶୁଣିବାକୁ ପାଇଲେ ଗୋଟିଏ ଭଦ୍ର ସ୍ୱର। ସେ କହୁଥିଲା, ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣ ଆଶ୍ରମ ଭିତରକୁ ଯାଆନ୍ତୁ, ସେଠାରେ ଟିକିଏ ବିଶ୍ରାମ ନିଅନ୍ତୁ, ଆଉ ଭିତରେ ଥଣ୍ଡା ପାଣି ଅଛି, ସେଥିରେ ମୁହଁ ହାତ ଧୋଇ ବସି ପଡ଼ନ୍ତୁ। The king looked up and saw a big brown bird in the tree. ରାଜା ଉପରକୁ ଦେଖିଲେ ଆଉ ଦେଖିଲେ ଯେ ଉପରେ ଗୋଟିଏ ବଡ଼ ବ୍ରାଉନ୍ କଲର୍ର ଚଢ଼େଇଟିଏ ବସିଛି ଗଛ ଉପରେ। He was amazed. ସେ ଆଶ୍ଚର୍ଯ୍ୟ ହୋଇଗଲେ। This one looks like the other bird outside the cave. ଆଉ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ସେହି ଚଢ଼େଇଟା ଯେଉଁ ଗୁମ୍ଫା ସାମ୍ନାରେ ଦେଖିଥିଲେ ଚଢ଼େଇଟା ତା ଭଳିଆ ଜଣାପଡ଼ୁଛି। He said to himself loudly. ସେ ନିଜକୁ ନିଜେ ଚିତ୍କାର କରି କହିଲେ, ଦୃଢ଼ ସ୍ୱରରେ କହିଲେ, "You are right, sir," answered the bird. ଆପଣ ଠିକ୍ କହୁଛନ୍ତି ବୋଲି ଚଢ଼େଇଟା କହିଲା। He is my brother, but he was made friends with robbers. ସେ ମୋର ଭାଇ ଅଟେ, କିନ୍ତୁ ସେ ଡକାୟତମାନଙ୍କ ସାଙ୍ଗରେ ସାଙ୍ଗ ହୋଇଛି। He now talks as they do. ସେ ଏବେ ସେମାନେ ଯେପରି କରୁଛନ୍ତି ସେପରି ସେ ମଧ୍ୟ କରୁଛି। He does not talk to me anymore. ସେ ମୋ ସାଙ୍ଗରେ ଆଉ କଥା ହେଉନି। Just then the rishi entered the ashram. ଆଉ ତାପରେ ଋଷି ଆଶ୍ରମକୁ ପ୍ରବେଶ କଲେ। Welcome, sir, he said to the king. ଋଷି ରାଜାଙ୍କୁ କହିଲେ, ସ୍ୱାଗତମ୍। Please come inside and make yourself at home. ସେ କହିଲେ, ଦୟାକରି ଭିତରକୁ ଆସନ୍ତୁ ଆଉ ଏହାକୁ ନିଜ ଘର ବୋଲି ଭାବନ୍ତୁ। You look tired. ଆପଣ କ୍ଳାନ୍ତ ଜଣାପଡ଼ୁଛନ୍ତି। Rest for a while. କିଛି ସମୟ ବିଶ୍ରାମ ନିଅନ୍ତୁ। Then you can share my food. ତାପରେ ଆପଣ ମୋର ଖାଦ୍ୟ ଖାଇପାରିବେ। The king told the rishi the story of two birds and how each had behaved so differently, though they looked so alike. ରାଜା ତାପରେ ଋଷିଙ୍କୁ ସେହି ଦୁଇଟା ଚଢ଼େଇ ବିଷୟରେ କହିଲେ। ସେମାନେ ଦୁହେଁ ସମାନ ଜଣାପଡ଼ୁଥିଲେ ମଧ୍ୟ ଦୁହିଁଙ୍କ ବ୍ୟବହାର କେମିତି ଅଲଗା ଥିଲା। The forest is full of surprises. ଜଙ୍ଗଲଟା ବହୁତ ସରପ୍ରାଇଜରେ ଭର୍ତ୍ତି ହୋଇ ରହିଛି ବୋଲି ଋଷି କହିଲେ। ସରପ୍ରାଇଜ ମାନେ ଆଚମ୍ବିତ କରୁଥିବା ଘଟଣା ଗୁଡ଼ିକ। The holy man smiled and said. ସେହି ପବିତ୍ର ଲୋକ ଯିଏକି ଋଷି ଥିଲେ ସେ ହସିଲେ ଆଉ କହିଲେ, After all, one is known by the company one keeps. ସେ କହିଲେ ଯେ ଜଣେ ଲୋକ ଯେପରି ଲୋକଙ୍କ ସାଙ୍ଗରେ
ସାଙ୍ଗ ହେବ ସେପରି ସେ ଜଣାପଡ଼ିବ ବା ଲୋକମାନେ ତାଙ୍କୁ ସେହିପରି ଭାବରେ ଚିହ୍ନିବେ ଆଉ ତାର ବ୍ୟବହାର ମଧ୍ୟ ସେହିପରି ହୋଇଯିବ। ଦ୍ୟାଟ୍ ବାର୍ଡ଼ ହ୍ୟାଜ୍ ଅଲୱେଜ୍ ହାର୍ଡ଼ ଦ ଟକ୍ ଅଫ୍ ରବର୍ସ। ସେହି ଚଢ଼େଇଟା ସବୁବେଳେ ଡକାୟତମାନଙ୍କ କଥାବାର୍ତ୍ତା ଶୁଣୁଥିଲା। ହି ଇମିଟେଟ୍ସ ଦେମ୍ ଆଣ୍ଡ ଟକ୍ ଆବାଉଟ୍ ରବିଂ ପିପୁଲ୍। ସେ ସେମାନଙ୍କୁ ଅନୁକରଣ କଲା ଆଉ ସବୁବେଳେ ଲୋକମାନଙ୍କୁ କିପରି ଡକାୟତ କରିବ, ତାଙ୍କଠାରୁ ଚୋରି କରିବ, ସେହି ବାବଦରେ କଥା ହେଲା। ଦିସ୍ ୱାନ୍ ହ୍ୟାଜ୍ ରିପିଟେଡ୍ ହ୍ୱେନ୍ ହି ହ୍ୟାଜ୍ ଅଲୱେଜ୍ ହାର୍ଡ଼ ହି ୱେଲକମ୍ସ ପିପୁଲ୍ ଟୁ ଦ ଆଶ୍ରମ। କିନ୍ତୁ ଏହି ଚଢ଼େଇଟା ଆମ ଏଠାର କଥାବାର୍ତ୍ତା ସବୁ ବେଲେ ରିପିଟ୍ କରୁଥିଲା। ସେ ସବୁବେଳେ ଲୋକମାନଙ୍କୁ ସ୍ୱାଗତ କରେ ଆଶ୍ରମ ଭିତରକୁ। ନାଓ କମ୍ ଇନସାଇଡ୍ ଆଣ୍ଡ ରେଷ୍ଟ। ଏବେ ଆପଣ ଭିତରକୁ ଆସନ୍ତୁ ଆଉ ଟିକିଏ ବିଶ୍ରାମ ନିଅନ୍ତୁ। ଆଇ ୱିଲ୍ ଟେଲ୍ ୟୁ ମୋର୍ ଆବାଉଟ୍ ଦିସ୍ ପ୍ଲେସ୍। ମୁଁ ଆପଣଙ୍କୁ ଏହି ଜାଗାର ବାବଦରେ ଆହୁରି ମଧ୍ୟ କଥା କହିବି। ଆଣ୍ଡ ଦିସ୍ ବାର୍ଡ଼ସ୍, ଆଉ ଏ ଚଢ଼େଇମାନଙ୍କ ବାବଦରେ ମଧ୍ୟ।